କାହାଣୀର ନାମ ବନ୍ଧୁତା। ରାମେଶ୍ୱର ଗ୍ରାମରେ ମୁକ୍ତିକାନ୍ତ ନାମରେ ଜଣେ ଜମିଦାର ଥିଲେ। ସେ ଦୟାଳୁ ଓ ଶାନ୍ତ ସ୍ୱଭାବର ମଣିଷ। ଜମିଦାର ନିଜର ଏକମାତ୍ର ପୁତ୍ର ପ୍ରିୟବର୍ତ୍ତର କାର୍ଯ୍ୟକଳାପରେ ଆଦୌ ସନ୍ତୁଷ୍ଟ ନଥିଲେ। ସାଙ୍ଗସାଥୀଙ୍କ ସହିତ ଖିଆପିଆ ବୁଲାବୁଲିରେ ପ୍ରିୟବର୍ତ୍ତର ପୁରା ଦିନ ବିତି ଯାଉଥିଲା। ଅନେକ ସମୟରେ ପ୍ରିୟବର୍ତ୍ତ ବନ୍ଧୁ ଘରେ ରାତ୍ରି ଯାପନ କରୁଥିଲା। ବନ୍ଧୁମାନଙ୍କୁ ଘଡ଼ିଏ ନ ଦେଖିଲେ ପାଗଳଙ୍କ ପରି ଆଚରଣ କରୁଥିଲା। ଘର ଖାଦ୍ୟ ତାକୁ ଆଗ ପରି ଆଉ ରୁଚୁ ନଥିଲା। ମଉଜ ମଜଲିସରେ ଦିନ କାଟିବା ଧୀରେ ଧୀରେ ପ୍ରିୟବର୍ତ୍ତର ଅଭ୍ୟାସରେ ପରିଣତ ହୋଇଗଲା। ସେ ଦିନକ ପାଇଁ ଘର ଦାୟିତ୍ୱ ମଧ୍ୟ ନେଉନଥିଲା କି ନିଜ ପିତାଙ୍କୁ ତାଙ୍କ କାମରେ କେବେ ସାହାଯ୍ୟ ସହଯୋଗ କରୁନଥିଲା। ପ୍ରିୟବର୍ତ୍ତ ସମୟର ମହତ୍ଵ ବୁଝୁନଥିବାରୁ ଉଭୟ ପିତାମାତା ଚିନ୍ତିତ ରହୁଥିଲେ। ଅନେକ ପ୍ରକାର ବୁଝାଇଲା ପରେ ବି ତାର ସ୍ୱଭାବରେ ସାମାନ୍ୟ ପରିବର୍ତ୍ତନ ହେଉନଥାଏ। ଦିନେ ଜମିଦାର ଏ ବାବଦରେ ଜଣେ ସନ୍ଥଙ୍କ ଠାରୁ ପରାମର୍ଶ ନେଲେ। ସବୁ କଥା ଶୁଣି ସନ୍ଥ କହିଲେ, ଦିନେ ପ୍ରିୟବର୍ତ୍ତକୁ ମୋ ପାଖକୁ ପଠାନ୍ତୁ, ମୁଁ ଏହାର ସମାଧାନର ବାଟ କାଢ଼ିବି। ପିତାଙ୍କ ଆଦେଶ ପାଇ ପ୍ରିୟବର୍ତ୍ତ ଦିନେ ସନ୍ଥଙ୍କ ନିକଟରେ ପହଞ୍ଚିଲା। ପ୍ରିୟବର୍ତ୍ତ ସନ୍ଥଙ୍କ ପାଦ ସ୍ପର୍ଶ କରି ପ୍ରଣାମ କଲା। ସନ୍ଥ ପ୍ରିୟବର୍ତ୍ତଙ୍କୁ ନିଜ କୁଟୀର ପଛପଟକୁ ଡାକି ନେଇ 3ଟି ଅନାବନା ଗଛକୁ ଦେଖାଇଲେ। ଗୋଟିଏ ଗଛ ଆଉ ଗୋଟିଏ ଗଛ ତା ଠାରୁ ଆଉ ଟିକେ ବଡ଼, ଆଉ ଅନ୍ୟ ଗଛଟି ଆଉ ଟିକେ ବଡ଼। ସନ୍ଥ କହିଲେ, ଏବେ ମତେ ତୁମେ 3ଟି ଯାକ ଗଛ ଉପାଡ଼ିକି ଦିଅ। ପ୍ରିୟବର୍ତ୍ତ ସଙ୍ଗେ ସଙ୍ଗେ ଛୋଟ ଗଛଟିକୁ ଉପାଡ଼ି ଦେଲା। ଦ୍ୱିତୀୟ ଗଛଟି ସାମାନ୍ୟ ବଳ ପ୍ରୟୋଗ କରିବାକୁ ପଡ଼ିଲା, ହେଲେ ବଡ଼ ଗଛଟିକୁ ଆଦୌ ଉପାଡ଼ି ପାରିଲା ନାହିଁ। ସନ୍ଥ କହିଲେ, ଶେଷ ଗଛଟିକୁ ଉପାଡ଼ି ପାରିଲନି କାରଣ ମାଟି ଓ ଗଛର ବନ୍ଧୁତା ତୁମ ବଳ ଠାରୁ ଅଧିକ ଶକ୍ତ ଥିଲା। ମଣିଷ ସମାଜରେ ବି ବନ୍ଧୁତାର ଦୃଢ଼ତା ଅବିକଳ ମାଟି ଓ ଗଛ ପରି। ଜୀବନରେ ବନ୍ଧୁତାର ଆବଶ୍ୟକତା ତ ରହିଛି, ହେଲେ ବନ୍ଧୁତା ଆଢ଼ୁଆଳରେ ନିଜ କର୍ତ୍ତବ୍ୟକୁ ଏଡ଼ାଇ ଦେବା ଆଦୌ ଗ୍ରହଣୀୟ ନୁହେଁ। ସୁଗୁଣରେ ପରିପୂର୍ଣ୍ଣ ବନ୍ଧୁଟି ଜୀବନର ମାର୍ଗକୁ ପ୍ରଶସ୍ତ କରେ, ଆଉ ଦୁଷ୍ଟ ପ୍ରକୃତିର ବନ୍ଧୁ ଜୀବନକୁ ନର୍କରେ ପରିଣତ କରିଦିଏ। ସମୟକ୍ରମେ ଦୁଷ୍ଟ ପ୍ରକୃତିର ବନ୍ଧୁଠାରୁ ହାତ ଛଡ଼ାଇବା କାଠିକର ପାଠ। ଏଣୁ ଗୁଣ ପରଖି ବନ୍ଧୁତା ଗଢ଼ିବା ନିହାତି ଜରୁରୀ। ପ୍ରିୟବର୍ତ୍ତ ନିଜର ଭୁଲ ସ୍ୱୀକାର କରି ସନ୍ଥଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲା। ଧୀରେ ଧୀରେ ପୁରୁଣା ସାଙ୍ଗସାଥୀଙ୍କ ଠାରୁ ଦୂରେଇ ଉଭୟ ଗୃହ କାର୍ଯ୍ୟ ଓ ପିତାଙ୍କର ଦାୟିତ୍ୱ ନିଜ କାନ୍ଧକୁ ନେବାକୁ ଲାଗିଲେ। ଜମିଦାର ମୁକ୍ତିକାନ୍ତ ପୁତ୍ରର ମନ ପରିବର୍ତ୍ତନ ହୋଇଥିବାରୁ ସନ୍ଥଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କଲେ।